20/11/2025 ତାରିଖରେ ପାରଳାଖେମୁଣ୍ଡି ଥାନା ପୁଲିସ ଦ୍ୱାରା ସିଂହନଗର ରାଣୀପେଟ ଅଞ୍ଚଳରେ ଘଟିଥିବା ଦିନଦିଆ ଘର ଚୋରି କେସ୍ର ସଫଳ ସନ୍ଧାନ କରାଯାଇଛି। ଅଭିଯୋଗକାରୀ ଶ୍ରୀ କନିମ ସିଂହାଦ୍ରୀ ବୟସ 43 ବର୍ଷ ବୃତ୍ତିରେ ଏକ ଅଟୋ ଚାଳକ ନିଜ ଘରୁ ତାଲା ଲଗାଇ ବାହାରିଥିଲେ। ସେ ସମୟରେ ତାଙ୍କ ସ୍ତ୍ରୀ କ୍ୟାମ୍ବ୍ରିଜ ସ୍କୁଲ ଡ୍ୟୁଟିରେ ଥିଲେ ଏବଂ ସନ୍ତାନମାନେ ମଧ୍ୟ ସ୍କୁଲକୁ ଯାଇଥିଲେ। ଏହାର ସୁଯୋଗ ନେଇ ଦୁଇ ଜଣ ଅଭିଯୁକ୍ତ ପ୍ରାୟ 2ଟା ବେଳେ ମୁଖ୍ୟ ଗେଟ୍ର ତାଲା ଭାଙ୍ଗି ଘର ଭିତରେ ପ୍ରବେଶ କରି ଦ୍ୱାର ଏବଂ ଆଲମିରା ଭାଙ୍ଗି ଚୋରି କରିଥିଲେ। ପରେ ଅଭିଯୋଗକାରୀ ପ୍ରାୟ 2:30 ବେଳେ ଘରକୁ ଫେରିଆସି ଦେଖିଲେ ଯେ ଘରର ତାଲା ଭଙ୍ଗା ଯାଇଛି, ଯାହା ଦେଖି ସେ ଚୋରି ସନ୍ଦେହ କରି ଚିତ୍କାର କରିଥିଲେ। ସେ ସମୟରେ ଘର ଭିତରେ ଥିବା ଦୁଇ ଅଭିଯୁକ୍ତ ପଳାଇବାକୁ ଚେଷ୍ଟା କରିଥିଲେ। ଏ ସମୟରେ ପଡ଼ୋଶୀ ଲୋକମାନେ ଜମା ହୋଇ ଥାନାକୁ ସୂଚନା ଦେଇଥିଲେ। ଖବର ପାଇ ଥାନାରେ ପୁଲିସ ଦଳ ସ୍ଥଳକୁ ପହଞ୍ଚି ଗ୍ରାମବାସୀଙ୍କ ସାମ୍ନାରେ ଘର ଦରଜା ଖୋଲାଇ ଦୁଇ ଅଭିଯୁକ୍ତଙ୍କୁ ଧରିଦେଲେ। ସ୍ଥଳରେ ତଦନ୍ତ କରି ସେମାନଙ୍କ ଅଧୀନରୁ ଚୋରି ସାମଗ୍ରୀ 3 ତୋଳା ସୁନା ଆଭୂଷଣ, 10 ତୋଳା ଚାନ୍ଦି ଆଭୂଷଣ, ନଗଦ ରାଶି 20,000 ଜବତ କରାଗଲା। ଦୁଇ ଅଭିଯୁକ୍ତଙ୍କ ପରିଚୟ ମଙ୍ଗଳମ ଚାନ୍ଦି ବୟସ 27 ବର୍ଷ, ସଞ୍ଜୟ ଗାନ୍ଧୀ କଲୋନୀ ପାରଳାଖେମୁଣ୍ଡି, ଏନ୍ ନାଗାରାଣୁ ବୟସ 31 ବର୍ଷ, ଦୋଳବନ୍ଧ ଷ୍ଟ୍ରିଟ୍ ପାରଳାଖେମୁଣ୍ଡି। ଅଭିଯୋଗକାରୀଙ୍କ ଲିଖିତ ରିପୋର୍ଟ ଆଧାରରେ ପାରଳାଖେମୁଣ୍ଡି ପିଏସ୍ କେସ୍ ନମ୍ବର 368 20/11/2025 ତାରିଖ UST 31,305/35 of BNS ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ କରାଯାଉଛି। ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରି ଆଜି କୋର୍ଟକୁ ଚାଲାଣ କରାଯାଇଛି। ଜବତ ସୁନା ଚାନ୍ଦି ଗହଣା ଏବଂ ନଗଦ 20,000 ଆଇନ ଅନୁସାରେ ସିଜ୍ କରାଯାଇଛି। ଚୋରି ଓ ବରାମଦ ହୋଇଥିବା ଗହଣାର ଆନୁମାନିକ ମୂଲ୍ୟ 4,70,000 ହେବ। ଅଭିଯୁକ୍ତ ମଙ୍ଗଳମ ଚାନ୍ଦି ପୂର୍ବରୁ 8 କୋଟି ଚୋରି ମାମଲାରେ ସମ୍ପୃକ୍ତ ଥିଲେ। ଗଜପତି ଜିଲ୍ଲାରୁ ଭାସ୍କର ସିଂଙ୍କ ରିପୋର୍ଟ, ନ୍ୟାୟପତି ଟିଭି।